ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଆଗାମୀ 17ତମ କିସ୍ତିରେ କେତେ ଟଙ୍କା ମିଳିବ? ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 16ତମ କିସ୍ତି ଆଗରୁ ଘୋଷଣା କରାଯାଉଥିଲା ଯେ 10,000 ମିଳିବ, 12,000 ମିଳିବ, ଏଇଭଳି ସବୁ ଘୋଷଣା କରାଯାଉଥିଲା। 16ତମ କିସ୍ତିରେ ଚାଷୀ ଭାଇମାନଙ୍କୁ ସେଇ 2,000 ହିଁ ମିଳିଲା। ପୂର୍ବରୁ ଯେଉଁଭଳି ମିଳୁଥିଲା 16ତମ କିସ୍ତିରେ ମଧ୍ୟ ସେଇଭଳି ମିଳିଲା। ଆଗକୁ 17ତମ କିସ୍ତିଟି ଆସୁଛି ଓ ଆଗକୁ ଇଲେକ୍ସନ୍ ମଧ୍ୟ ରହିଛି। ଏହି 17ତମ କିସ୍ତିରେ ଚାଷୀ ଭାଇମାନଙ୍କୁ କେତେ ଟଙ୍କା ମିଳିବ? ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଆଗାମୀ କିସ୍ତିଟି ପ୍ରାୟ ଜୁନ୍ ମାସ କି ଜୁଲାଇ ମାସରେ ଆସିବାର ସମ୍ଭବ ରହିଛି। ଏଇ ଯେଉଁ 17ତମ କିସ୍ତିଟି ଆସିବ ଏହା ଜୁନ୍ କି ଜୁଲାଇ ଏହି ଦୁଇଟି ମାସ ମଧ୍ୟରେ ଚାଷୀଙ୍କୁ 17ତମ କିସ୍ତିଟି ମିଳିବାର ସମ୍ଭାବନା ରହିଛି। କିନ୍ତୁ 17ତମ କିସ୍ତିରେ କେତେ ଟଙ୍କା ଦିଆଯିବ ଚାଷୀ ଭାଇମାନଙ୍କୁ? ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଅପଡେଟ୍ ଅଣାଯାଇନାହିଁ। ଟଙ୍କା ଯେତିକି ମିଳୁଥିଲା ସମସ୍ତଙ୍କୁ ସେଇଭଳି ସେତିକି ମିଳିବ। ଗୋଟେ ବର୍ଷରେ 6,000 ମିଳୁଛି, ସେଇ 6,000 ମିଳିବ ଗୋଟେ ବର୍ଷରେ। ଏଇ 6,000 ଟଙ୍କାକୁ 3ଟି କିସ୍ତି ମାଧ୍ୟମରେ ଦିଆଯାଉଛି। ସେମିତି 3ଟି କିସ୍ତି ମାଧ୍ୟମରେ ଦିଆଯିବ ପ୍ରତ୍ୟେକ 4 ମାସର ଡିଷ୍ଟାନ୍ସରେ। ଏଥର ଫେବୃଆରୀ ମାସରେ 16ତମ କିସ୍ତିଟି ମିଳିଛି। ଆଗାମୀ 4 ମାସ ପରେ 17ତମ କିସ୍ତିଟି ମିଳିବ। ଫେବୃଆରୀ ମାସରେ ମିଳିଲେ ଆଗାମୀ 4 ମାସ ପରେ 17ତମ କିସ୍ତିଟି ଚାଷୀଙ୍କୁ ମିଳିବ। 17ତମ କିସ୍ତିଟି ସେଇ 2,000 ଟଙ୍କା ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ। ଆପଣ ଯଦି ଜଣେ ଚାଷୀ ତାହେଲେ ଆପଣଙ୍କର ଯାହା ବି କିଛି ଭୁଲ ଭାଲ ରହିଛି, ବ୍ୟାଙ୍କିଂ ପ୍ରୋବ୍ଲେମ୍ ରହିଛି, ସେ ସବୁ ଗୁଡ଼ିକୁ ଆପଣମାନେ ସଲ୍ଭ କରନ୍ତୁ। ଯଦି ଇ-KYC କରିନାହାନ୍ତି ତାହେଲେ କିସ୍ତି ଆସିବା ଆଗରୁ ତାହାକୁ କରିନିଅନ୍ତୁ।